Hi friends, welcome to my channel Smart Study with SN. Today discuss judicial powers and function of the parliament. Hala, let's start it. It can impeach the president for the violation of the constitution. ମାନେ ପ୍ରେସିଡେଣ୍ଟକୁ କ'ଣ ଯଦି କନଷ୍ଟିଟ୍ୟୁସନକୁ ଭାଉଲେସନ୍ କ'ଣ କରନ୍ତି ତାହେଲେ କ'ଣ ଏଇଟା ଜୁଡ଼ିସିଆଲ୍ ପାୱାର ଅଛି ପାର୍ଲାମେଣ୍ଟ ଅଛି ସେ ତାଙ୍କୁ ଇମ୍ପାର୍ଜ କରିଦେବ। ଇଟ୍ କ୍ୟାନ୍ ରିମୁଭ୍ ଦ ଭାଇସ୍ ପ୍ରେସିଡେଣ୍ଟ ଫ୍ରମ୍ ହିଜ୍ ଅଫିସ୍। ଇଏ ମଧ୍ୟ ଭାଇସ୍ ପ୍ରେସିଡେଣ୍ଟକୁ ମଧ୍ୟ କ'ଣ ରିମୁଭ୍ କରିପାରନ୍ତି ତାଙ୍କ ଅଫିସରୁ। ଇଟ୍ କ୍ୟାନ୍ ରିକମେଣ୍ଡେଡ୍ ଦ ରିମୁଭାଲ୍ ଅଫ୍ ଜଜ୍। ହେଲା, ଇଏ ଜଜ୍କୁ ମଧ୍ୟ କ'ଣ ରିକମେଣ୍ଡ କରିପାରନ୍ତି ରିମୁଭ୍ କର ବୋଲି, ଇନକ୍ଲୁଡ଼ିଂ ଚିଫ୍ ଜଷ୍ଟିସ୍ ମାନେ ଚିଫ୍ ଜଷ୍ଟିସ୍ଙ୍କୁ ମଧ୍ୟ। ଅଫ୍ ଦ ସୁପ୍ରିମ୍ କୋର୍ଟ ଆଣ୍ଡ ଦ ହାଇକୋର୍ଟ ଚିଫ୍ ଇଲେକ୍ସନ୍ କମିଶନ ମାନେ ଏସବୁକୁ କ'ଣ ପାର୍ଲାମେଣ୍ଟ ଜୁଡ଼ିସିଆଲ୍ କ୍ଷମତା ଦ୍ୱାରା ସେ କ'ଣ ରିମୁଭାଲ୍ କରିପାରେ। ତାପରେ କମ୍ପ୍ଟ୍ରୋଲର ଆଣ୍ଡ ଅଡ଼ିଟର ଜେନେରାଲ ଟୁ ଦ ପ୍ରେସିଡେଣ୍ଟ ଏସବୁ ଆସିବେ। ମାନେ ପାର୍ଲାମେଣ୍ଟ କ'ଣ କରୁଛି ନା ତା'ର ଜୁଡ଼ିସିଆଲ୍ ପାୱାର ଆଉ ଫଙ୍କସନ୍ ଦ୍ୱାରା ସେ କ'ଣ ପ୍ରେସିଡେଣ୍ଟ ଭାଇସ୍ ପ୍ରେସିଡେଣ୍ଟ ହେଲା ଆଉ ସବୁ ଯେତିକି ସବୁ କୋର୍ଟର ଜଜ୍ ମାନେ ସେମାନେ ସବୁ କ'ଣ ରିମୁଭାଲ୍ କରିଦେବ। ଇଟ୍ କ୍ୟାନ୍ ପନିଶ୍ ଇଟ୍ସ ମେମ୍ବର୍ସ ଅର୍ ଆଉଟସାଇଡର୍ସ ଫର୍ ଦ ବେଜ୍ ଅଫ୍ ଇଟ୍ସ ପ୍ରିଭିଲେଜେସ୍ ଅର୍ ଇଟ୍ସ ମାନେ ଏସବୁ ପନିଶମେଣ୍ଟ ମଧ୍ୟ କରିପାରେ ପାର୍ଲାମେଣ୍ଟ। Thanks for watching this video.